ମୋ ଧନଟା ପରା ମୋ ସୁନାଟା ପରା ତୁ ଯଦି ଏମିତି କଙ୍ଗାମ କରିବୁ ତାହେଲେ ମୁଁ କେମିତି କରିବି ରେ ବାପ ତୁ ଚୁପ ହୋଇଯା ତୋ ପାଇଁ ତୋ ପିତା ବାଡ଼ିଚାରୁ ଫେରିଲା ପରି କେତେ ଖେଳଣା ମଧ୍ୟ ନେଇକି ଆସିବି ରେ ବାପ ସୁନାର ଘୋଡ଼ା ସୁନାର ହାତୀ ଆଉ ବିଭିନ୍ନ ପ୍ରକାର ଖେଳଣା ମଧ୍ୟ ନେଇକି ଆସିବି ରେ ବାପ ତୁ ଚୁପ ହୋଇଯା ମୋ ଧନଟା ପରା ମୋ ସୁନାଟା ପରା ତୁ ଚୁପ ହୋଇଯା ଚନ୍ଦ୍ରଭାଗା ସେ ଆଉ ଆସିପାରିବନି ଲୋ ତମେ କଣ କହୁଛ ଗୋବର୍ଦ୍ଧନ ମୁଁ କିଛି ବୁଝିପାରୁନି ଏ କି ଖରା ପରେ ତମର ପ୍ରେମିକା ଚନ୍ଦ୍ରଭାନୁକୁ ତମେ ଡାକୁଥିଲ ନା ସେ ଆଉ ଆସିପାରିବନି ତମେ କଣ କହିବାକୁ ଚାହୁଁଛ ଗୋବର୍ଦ୍ଧନ ମୁଁ କିଛି ବୁଝିପାରୁନି ତମେ ଏମିତି ଅନେକ ତୁମେ କହି ମତେ ସିଧା ସିଧା କୁହ ତମେ କଣ କହିବାକୁ ଚାହୁଁଛ ଓହୋ ତାହେଲେ ଶୁଣ ଶୁଣ ଆଲ ଚନ୍ଦ୍ରଭାଗା ଦୁଃଖର କାହାଣୀ ବେଳୁ ବେଳା ଦୁଃଖ ବାড়ি যায় অনুক্ষণে ଚନ୍ଦ୍ରଭାଗା ବୁଝି ପାରୁଛ ତ ବୁଝି ପାରିଲନି ତାହେଲେ ଶୁଣ ଦୈବର ଘଟ ଶୁକ୍ର କର୍ମର ଲିଖନ ଗଲା ଚନ୍ଦ୍ରଭାନୁ ପ୍ରାଣ ଦୈବର ଘଟ ଶୁକ୍ର କର୍ମର ଲିଖନ ଏଥର ବୁଝି ପାରିଲ ତ ନା ଗୋବର୍ଦ୍ଧନ ତମେ ଏମିତି ଅନେବନ୍ତ ନ କହି ମତେ ସିଧା ସିଧା କୁହ ତମେ କଣ କହିବାକୁ ଚାହୁଁଛ ଗୋବର୍ଦ୍ଧନ ତମେ କଣ କହିବାକୁ ଚାହୁଁଛ ତାହେଲେ ତୁମକୁ ଗୀତ ମାଧ୍ୟମରେ ବୁଝେଇଲି ତମେ ବୁଝି ପାରିଲନି ହଁ ଗୋବର୍ଦ୍ଧନ ତମକୁ କଥାରେ କଥାରେ ଟିକେ ବୁଝେଇ ଦବାକୁ ପଡିବ ମୋ ପିଲାଦିନର ବାଲ୍ୟବନ୍ଧୁ ଚନ୍ଦ୍ରଭାନୁ ସେ ବାଣିଜ୍ୟ କରିବା ପାଇଁ ବିଦେଶକୁ ଯାଇଥିଲା ନା ହଁ ସେ ଯାଇଛନ୍ତି ଜାଣିଛ ଚନ୍ଦ୍ରଭାଗା ଯିବା ବାଟରେ ଗୋଟାଏ ସମୁଦ୍ର ଅଛି ସେ ସମୁଦ୍ରରେ ମୋ ପିଲାଦିନର ବାଲ୍ୟବନ୍ଧୁ ଚନ୍ଦ୍ରଭାନୁ ବୋଇତରେ ପାରି ହଉଥିଲେ ଘଟଣାଟି କଣ ଅଛି ଜାଣିଛ କଣ ହେଇଛି ଗୋବର୍ଦ୍ଧନ ପାରି ହଉଥିବା ବେଳେ ସେ ବୋଇତଟା ଭାସିଗଲା
ମିଛ କହୁଛ ଗୋବର୍ଦ୍ଧନ, ତମେ ମିଛ କହୁଛ। ସେ ମତେ କଥା ଦେଇ ବିଦେଶକୁ ବାଣିଜ୍ୟ କରିବା ପାଇଁ ଯାଇଛନ୍ତି। ସେ ମୋ ପାଇଁ ଅନେକ ଧନରତ୍ନ ନେଇକି ଆସି ମତେ ଭାଇ ତାଙ୍କ ଘରକୁ ନେଇଯିବେ। ତମେ ମିଛ କହୁଛ ଗୋବର୍ଦ୍ଧନ। ନାଲୋ ମୁଁ ମିଛ କହୁନି। ଜାଣିଛୁ ପାରି ହଉଥିବା ବେଳେ ବୋଇତଟା ଭାସିଗଲା ପରେ ଆମ ପାଖ ଗାଁର ପଡ଼ୋଶୀ ମଧ୍ୟ 2 ଜଣ ଯାଉଥିଲେ। ସେମାନେ ସମୁଦ୍ରରେ କୂଳରେ ପହଁରି ଗୋଟାଏ କୂଳରେ ଲାଗିକି ଆସିକି ଆମ ଗାଁରେ କହିଲେ, ଜାଣିଛ ତମ ଗାଁର ଯୋଉ ବାଣିଜ୍ୟ କରିବା ପାଇଁ ଯାଇଛନ୍ତି ସେମାନେ ଆଉ ନାହାନ୍ତି। ଗୋବର୍ଦ୍ଧନ, ତମେ କଣ କହୁଛ? ସେ ଭିତରୁ ମୋ ପିଲାଦିନର ବାଲ୍ୟ ବନ୍ଧୁ ଚନ୍ଦ୍ରଭାନୁ ଆଉ ନାହିଁ। ଗୋବର୍ଦ୍ଧନ, ତମେ କଣ କହୁଛ? ସେ ମତେ ଏକା କରି କୁଆଡେ ଯିବେନି। ତମେ ମିଛ କହୁଛ ଗୋବର୍ଦ୍ଧନ, ତମେ ମିଛ କହୁଛ। ନାଲୋ ଚନ୍ଦ୍ରଭାଗା, ଯୋଉ ଆମ ପାଖ ପଡ଼ୋଶୀ ଗାଁର ଲୋକମାନେ ସେମାନେ ଆସିକି ଯୋଉ କଥାଟା କହିଲେ ସେ ବାର୍ତ୍ତାକୁ ନେଇ ମୁଁ ତୋ ପାଖକୁ ଆସିଛି। କାହିଁକି ନା ମୁଁ ହଉଛି ତୁମର ଶୁଭକାଂକ୍ଷୀ। ମୋ ପିଲାଦିନ ବାଲ୍ୟ ବନ୍ଧୁ ଚନ୍ଦ୍ରଭାନୁ ସେ ଆଉ ନାହାନ୍ତି ବୋଲି ମୋ ମନ କଣ ଦୁଃଖ ଲାଗୁନି, ମତେ କଣ ବାନ୍ଧୁନି। ତାରି ପାଇଁ ମୁଁ ସେ ଖବର ବାର୍ତ୍ତାଟା ତମ ପାଖକୁ ପହଞ୍ଚାଇ ଦେଇଛି। ଚନ୍ଦ୍ରଭାନୁ ସେ ଆଉ ନାହିଁଲୋ ଚନ୍ଦ୍ରଭାଗା। ଗୋବର୍ଦ୍ଧନ, ମୁଁ ଏବେ କଣ କରିବି? ଜଣେ କୁଆରୀ ଝିଅ ହୋଇ ମୋ ମା ହୋଇ ଯାଉଛି। ମୁଁ କଣ କରିବି ଗୋବର୍ଦ୍ଧନ? ତମେ ଗୋଟେ ଉପାୟ ଦିଅ। ଧୈର୍ଯ୍ୟ ଧର ଚନ୍ଦ୍ରଭାଗା, ଧୈର୍ଯ୍ୟ ଧର। ତମେ ସମାଜ ଆଗରେ ଗୋଟାଏ କଲଙ୍କିନୀ ହେଇଯାଇଛ। ତମେ ଗୋଟାଏ ଦଚାରୁଣୀ ହେଇଯାଇଛ। ଜାଣିଛ ତମକୁ କଣ କହୁଛନ୍ତି? ଆରେ କଲଙ୍କିନୀ, ଦଚାରୁଣୀ, ଏ କଥାକୁ କଣ ତମେ ତ ସହ୍ୟ କରିପାରିବ? ଗୋବର୍ଦ୍ଧନ, ତମେ ତ ଜାଣିଛ ମୋ କଲଙ୍କିନୀ ନୁହେଁ, ମୋ ଦୋଚାରୁଣୀ ନୁହେଁ। ପୁଣି ତମେ ଜାଣିଛୁଣି ମତେ କଲଙ୍କିନୀ କହୁଛ? ନା ମୁଁ କହୁନି। ଜାଣିଛ ଏ ସମାଜ କହୁଛନ୍ତି। ମୁଁ ଜାଣିଛି ତମର ଆଉ ଚନ୍ଦ୍ରଭାନୁର ପ୍ରେମ ସମ୍ପର୍କ ଅଛି। ତା ଔରସରୁ ଗୋଟାଏ ଶିଶୁପୁତ୍ର ମଧ୍ୟ ଜନ୍ମ କରିଛ। ହେଲେ ତମେ ହେଇଯାଇଛ ଏବେ ଗୋଟାଏ ଦୋଚାରୁଣୀ। ତମକୁ ଏ ସମାଜ କହୁଛନ୍ତି କଲଙ୍କିନୀ, ଦୋଚାରୁଣୀ। କୁଆରୀ ବେଲେ ଯଦି ମା ହେଇଛ ତମକୁ ଏ ଗାଁ ଲୋକମାନେ ପାଣି ବନ୍ଦ କରିବା ପାଇଁ କହୁଛନ୍ତି। ଆଉ ଜାଣିଛ ତମକୁ ନିଆଁ ପାଣି ବନ୍ଦ କରି ଏ ସମାଜ ଆଗରେ ମୁଣ୍ଡ ଟେକି ବାଟ ଚାଲିବା ପାଇଁ ମନା କରୁଛନ୍ତି। ଯଦି ଏ ସମାଜ ଆଗରେ ମୁଣ୍ଡ ଟେକି ବାଟ ଚାଲି ପାରିବ ତାହେଲେ ମୁଁ ତୁମକୁ ଗୋଟାଏ ଉପାୟ ଦେବି। ଆଉ ଜାଣିଛ ଜନ୍ମ କଲା ଛୁଆ ବି ଆଙ୍ଗୁଠି ଦେଖେଇ କହିବ କଲଙ୍କିନୀ, ଦୋଚାରୁଣୀ, କୁଆରୀ ବେଲେ ବାହା ହେଇଛି ମାନେ ୟାକୁ ନିଆଁ ପାଣି ବନ୍ଦ କରିବା କଥା କହୁଛନ୍ତି। ଯଦି ଏ ସମାଜ ଆଗରେ ମୁଣ୍ଡ ଟେକି ବାଟ ଚାଲି ପାରିବ ତାହେଲେ ମୁଁ ତୁମକୁ ଗୋଟାଏ ଉପାୟ ଦେବି। ସେ ଉପାୟରେ ମୁଣ୍ଡ ଟେକି ବାଟ ଚାଲି ପାରିବ। ଜାଣିଛ ମରିବ ନା ବଞ୍ଚିବ?
ଯଦି ବଞ୍ଚିବାକୁ ଚାହ ମୋ କଥା ମାନିବାକୁ ପଡ଼ିବ। ତମେ ଠିକ କହୁଛ ଗୋବର୍ଦ୍ଧନ। ମୁଁ ଆଉ ଏଇ ଜନ ସମାଜରେ ମନ ଟେକି ବାଟ ଚାଲି ପାରିବିନି। ଖାଲି ଏଇ ଜନ ସମାଜ ମତେ କହିବି ଦେଖରେ ଦେଖ କୁଆଁରୀ ଝିଅ ହୋଇ ମା ହୋଇ ବୁଲୁଛି। ମୁଁ ଆଉ ସେ ନିନ୍ଦ ଅପବାଦ ସହି ପାରିବିନି ଗୋବର୍ଦ୍ଧନ। ତମେ ଠିକ କହୁଛ। ତମେ ଗୋଟେ ମତେ ଉପାୟ ଦିଅ। ଯଦି ସମାଜ ଆଗରେ ମୁଣ୍ଡ ଟେକି ବାଟ ଚାଲି ପାରିବ ତାହେଲେ ମୋ କଥା ମାନି ଏ ଶିଶୁ ପୁତ୍ରକୁ ନେଇକି ସେ ବୁଦା ମୂଳରେ ଫିଙ୍ଗି ଦିଅ। ଗୋବର୍ଦ୍ଧନ ତମେ କଣ କହୁଛ? ତାକୁ ମୁଁ 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ ଦେଇଛି। ତାକୁ କେମିତି ବୋଦା ମୂଳରେ ଫିଙ୍କିବି? ତା ନହେଲେ ସମାଜ ଆଗରେ ଏ ଗାଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲି ପାରିବନି। ତେଣୁ ଆଉ ଗୋଟା କଥା ମନେ ରଖ, ତମେ ନିଶ୍ଚୟ ବଞ୍ଚିବ। ଯଦି ବଞ୍ଚିବାକୁ ଚାହ ମୋ କଥା ମାନି ଏ ଶିଶୁ ପୁତ୍ରକୁ ନେଇ ମୁଦା ମୂଳରେ ଫିଙ୍ଗି ଦିଅ। ଚନ୍ଦ୍ରଭାଗା ଏଣିକି ତମରି ବିଚାର, ମରିବ ନା ବଞ୍ଚିବ। ବେଶୀ ସମୟ ତମ ପାଖରେ ରହିଲେ ଜାଣିଛ ଏ ସମାଜ ଏ ଗାଁର ଲୋକମାନେ ମତେ ମଧ୍ୟ ନିନ୍ଦା ଅପମାନ ଦେଇପାରନ୍ତି। କାହିଁକି ନା ତମର ମୋର ପ୍ରେମ ସମ୍ପର୍କ ଅଛି ବୋଲି ଏ ଗାଁ ସମାଜ ମଧ୍ୟ ମତେ ନିନ୍ଦା ଅପମାନ ଦେଇପାରନ୍ତି। ତେଣୁକରି ଯଦି ବଞ୍ଚିବାକୁ ଚାହ ତାହେଲେ ଏ ଶିଶୁ ପୁତ୍ରକୁ ନେଇ ସେ ବୁଦା ମୂଳରେ ଫିଙ୍ଗି ଦିଅ। ମୁଁ ଆସୁଛି ଚନ୍ଦ୍ରଭାଗା, ଏଣିକି ତମରି ବିଚାର। हे ଠାକୁରେ ମୁଁ କଣ ଭଲ ପାଇ ଭୁଲ କଲି ଠାକୁରେ? ତମେ ଆଜି ମତେ ଏତେ ବଡ଼ କଷ୍ଟ ଦେଉଛ। ମୁଁ କଣ ଭଲ ପାଇ ଭୁଲ କଲି ଠାକୁରେ? ତାକୁ ମୁଁ ମନ ପ୍ରାଣ ଦେଇ ଭଲ ପାଇଲି, ତାକୁ ଆଜି ମୋ ଠାରୁ ଛଡ଼େଇ ନେଲ। ହେଲେ ସେଇ ଗୋବର୍ଦ୍ଧନ ଠିକ କହିଛି। ଯଦି ମୁଁ ବଞ୍ଚିବାକୁ ଗଲି ଏଇ ଜନ ସମାଜ ମତେ ବହୁତ କିଛି କହିବି। ମୁଁ ସେଇ ନିନ୍ଦା ଅପବାଦ ଆଉ ସହି ପାରିବିନି। ମୋ ପ୍ରେମିକ ଚନ୍ଦ୍ରଭାନୁ ଯୋଉ ସମୁଦ୍ରରେ ବୁଡ଼ି ଯାଇଛନ୍ତି ସେଇ ସମୁଦ୍ରକୁ ଯାଇ ମୁଁ ଆତ୍ମହତ୍ୟା କରିଦେବି। ଆଉ ମୋ ଜନ୍ମିତ ଶିଶୁକୁ ସେଇ ବୋଦା ମୂଳରେ ଫିଙ୍ଗି ଦେବି। ଶୁଣି ଶୁଣି ଅପବାଦ ବଞ୍ଚିପାରେ ମଣିଷ। ଅପବାଦ ଧୋଇ ନେଲା ସବୁ ମୋର ହସ। ଶୁଣି ଶୁଣି ଅପବାଦ ବଞ୍ଚିପାରେ ମଣିଷ। ଅପବାଦ ଧୋଇ ନେଲା ସବୁ ମୋର ବଞ୍ଚିବା ହୋଇଛି ମନା। ଏଠି କାନ୍ଦିବା ହୋଇଛି ମନା। ଏଠି ବଞ୍ଚିବା ହୋଇଛି ମନା। ଏଠି କାନ୍ଦିବା ହୋଇଛି ମନା। ବେଲେ ଦୋଷୀ ସାଥ ନଥାଇ ନିଜର ଦୋଷ। କେତେ କାନ୍ଦିବୁ କାନ୍ଦ ମଣିଷ। କେତେ କାନ୍ଦିବୁ କାନ୍ଦ ମଣିଷ। କେତେ କାନ୍ଦିବୁ କାନ୍ଦ ମଣିଷ।
କେମିତି ଥିଲା ଦଗାଟି ଆସେ ବତାସ ନିଜେ ଗଢ଼ିଥିଲି ଗୋଟେ ସୁନାର ରାଜଉଆସ କେଉଁଠି କେମିତି ଥିଲା ଦଗାଟି ଆସେ ବତାସ ଧରି ଦେଇ ଅଖିଳ ପଚାଶ ଯୁଆଡ଼େ ଗଲେ ଦିନେ ହତାଶ ଧରି ଦେଇ ଅଖିଳ ପଚାଶ ଯୁଆଡ଼େ ଗଲେ ଦିନେ ହତାଶ ଏଠି ସେଠି ସବୁ ମୁଠା ମୁଠା ସେ ପାଉଛ ଏତେ କାନ୍ଦିବୁ କାନ୍ଦ ବଳିଷ 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 କେତେ କାନ୍ଦିବୁ